ସମ୍ବାଦ ଯେଉଁ ପୁତଣାକୁ ମଥୁରାରୁ ଗୋପବନ୍ଧୁଙ୍କୁ ପଠାଇଥିଲେ ନନ୍ଦ ଉତ୍ସବରେ ପ୍ରେମ କରିବା ପାଇଁ ଛତି ଯାଇଥିଲା ମଥୁରାରୁ ଗୋପବନ୍ଧୁ ବଧିବାକୁ କଣ ହେଇଛି ମୋ ପୁତଣାର ମହାରାଜ ବସନ୍ତର ଦୁଃଖପନ କରିବା ପରେ ମୃତ୍ୟୁ ହୋଇଛି ପୁତନା ସୁନ୍ଦରୀର संवाद सुनेगा महामंत्री महाराज एक संवाद सुनेगा तुम्हें कंसा सुनो महाराज कुह महामंत्री यह मिथ्या बोली कुह ना महाराज तुझको पाई संवाद यहाँ कोई है सत्यवासी कोई प्रकाश महाराज মনে মনে চিন্তা করছি কংস পুতনা বিধন পরে মর্মাহত হয়েছি। আর কি উপায় আছে? উপায়
ଶୁଣିଅଛି ମୁହିଁ ତୋର କୁଳ ଗୁରୁ କାର୍କ ମହର୍ଷି ଯାଇଛନ୍ତି ସେ ଶିଶୁମାନଙ୍କୁ ନାମକରଣ କରିବା ପାଇଁ। କଣ କହିଲ ଦେବର୍ଷି? ଓଇ ରାଜ ପୁରୋହିତ ଗାର୍ଗ୍ୟ ମହର୍ଷି ମୋ ଶତ୍ରୁମାନଙ୍କ ନାମକରଣ କରିବା ପାଇଁ ଯାଇଛି। କଣ ହଉଛି ସେମାନଙ୍କ ନାମ ଶୁଣିବୁ କଂସ? ଶୁଣ ଶୁଣ ଭୋଜ ରାଜନ ଶୁଣ ହେ ଦେଇ ମନ କାଗଜ ମହର୍ଷି କରିଲେ ଶଙ୍କି ନାମକରଣ। ଶୁଣ ଶୁଣ ଭୋଜ ରାଜନ ଶୁଣ ହେ ଦେଇ ମନ କାଗଜ ମହର୍ଷି କରିଲେ ଶଙ୍କି ନାମକରଣ। ରୋହିଣୀ ଗର୍ଭରୁ ଜନ୍ମି ଅଛି ଏକ ଶିଶୁ ନାମ ତାର ବଳରାମ। ଆଉ ଦେବକୀ କୋଳରେ ବଢୁଛି ଏକ ଶିଶୁ ନାମ ତାର କୃଷ୍ଣଚନ୍ଦ୍ର। କହିଲ ଦେବର୍ଷି ରୋହିଣୀ ଗର୍ଭରୁ ଜନ୍ମ ନେଇଛି ଏକ ଶିଶୁ ତାର ନାମ ବଳରାମ। ଆଉ ଯଶୋଦା କୋଳରେ ଖେଳୁଛି କୃଷ୍ଣ। କୃଷ୍ଣ ବଳରାମ କୃଷ୍ଣ ବଳରାମ କୃଷ୍ଣ ବଳରାମ। ଉପାୟ ଚିନ୍ତା କର ତହି କିପରି ବଧ କରିବୁ ସେମିତି ଶିଶୁକୁ। ତାହେଲେ କୁହନ୍ତୁ ଦେବର୍ଷି ଆଉ କି ଉପାୟ ଅଛି? କେଉଁ ଉପାୟରେ ନିଧନ କରିବି ମୁଁ କି ସେଇ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ କୃଷ୍ଣ ବଳରାମ। ଅତି ଉତ୍ତମ ପ୍ରସ୍ତାବ କହିଛ। ଅଙ୍ଗିରା ନଦୀ କୂଳରେ ଅଛନ୍ତି ବିଜୟ ବନରେ ମୋର ସମବଙ୍ଗ ବୀର। ସନ୍ଧ୍ୟା ସପଟା ବୋକା ତୃଣା ଝିନୁକା ଆଜି ସବୁ ଗୋଟି ଗୋଟି ମନେ ପଡ଼ିଯାଉଛି ହେ ଦେବର୍ଷି। ଅତି ଉତ୍ତମ ପ୍ରସ୍ତାବ ଦେଇଅଛ ମୋତେ। ନିଶ୍ଚିତ ଭାବରେ ପ୍ରେରଣା କରିବି ଆସନ୍ତାକାଲି ମୋର ସମବଙ୍ଗ ସଖା। ହେ ରାଜା ଦିଅନ୍ତୁ ମୋତେ ବିଦାୟ ଯିବି ମୁହିଁ ଶୂନ୍ୟ ଗଲାବେଳେ ବଂଶର ପ୍ରଣାମ ଦେବର୍ଷି। ଯଶସ୍ୱୀ ଭବ କୀର୍ତ୍ତିମାନ ଭବ କୀର୍ତ୍ତିମାନ ଭବ। ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ଶ୍ରୀମନ୍ନାରାୟଣ ନାରାୟଣ।